ଭାରତ ଫ୍ରାନ୍ସ ମହାମେଣ୍ଟ 20ଟି ଚୁକ୍ତି ସହ ସୁଦୃଢ଼ ହେଲା ବାଣିଜ୍ୟ ସମ୍ପର୍କ। ମୁମ୍ବାଇରେ ମୋଦି ମାକ୍ରନ୍ ଦ୍ୱିପାକ୍ଷିକ କଥାବାର୍ତ୍ତା। ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତ୍ୱର ଏକ ନୂତନ ସୂର୍ଯ୍ୟୋଦୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ମଧ୍ୟରେ ଆଜି ମୁମ୍ବାଇରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଦୁଇ ଦେଶର ସମ୍ପର୍କ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତି ସହଭାଗିତାରେ ପରିଣତ ହୋଇଛି। ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ 20ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଦୁଇ ଦେଶର ସାର୍ବଭୌମତ୍ୱ ଓ ଆର୍ଥିକ ପ୍ରଗତିକୁ ସୁଦୃଢ଼ କରିବ। ବିଶେଷ କରି ଭାରତର କ୍ଷେପଣାସ୍ତ୍ର ନିର୍ମାଣ ଏବଂ AI କ୍ଷେତ୍ରରେ ମିଳିତ ସହଯୋଗ ମାକ୍ରନ୍ଙ୍କ ଗସ୍ତକୁ ଐତିହାସିକ କରିଛି। ରାଷ୍ଟ୍ରପତି ମାକ୍ରନ୍ଙ୍କ ଏହି 3 ଦିନିଆ ଗସ୍ତ ବିଶ୍ୱ ରାଜନୀତିରେ ଭାରତର ବଢ଼ୁଥିବା ପ୍ରଭାବ ଓ ଫ୍ରାନ୍ସ ସହ ଏକ ମହାମେଣ୍ଟର ପ୍ରତିଫଳନ ହୋଇଛି, ବିଶେଷଜ୍ଞମାନେ କହିଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ନୂଆଦିଲ୍ଲୀରେ AI ଇମ୍ପାକ୍ଟ ସମ୍ମିଳନୀରେ ଯୋଗ ଦେବା ପାଇଁ ଏବେ ଭାରତ ଗସ୍ତରେ ଆସିଛନ୍ତି। ମୋଦି ଆଜି ମୁମ୍ବାଇରେ ମାକ୍ରନ୍ଙ୍କୁ ସ୍ୱାଗତ କରିଛନ୍ତି। ଦୁଇ ନେତା ସେମାନଙ୍କର ଦ୍ୱିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଲୋକଭବନରେ ଭେଟିଥିଲେ। ଉଭୟ ନେତା ଭାରତ ଫ୍ରାନ୍ସ ରାଜନୀତିରେ ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ସମୀକ୍ଷା କରିଛନ୍ତି। ମୋଦି ମାକ୍ରନ୍ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି କରିବା ଉପରେ ଦ୍ୱିପାକ୍ଷିକ କଥାବାର୍ତ୍ତା ସମୟରେ ଆଲୋଚନା କରିଥିଲେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଜୟ ଜଗନ୍ନାଥ।